ତୁଳ ଅଛି ହସ୍ପିଟାଲ ଗଇ ମୁଁ ଏଠି ଚାଲି ଚାଲିକି ଯାଇପାରି ଏ ମୋର ଭାଗ୍ୟ ମୋ ପାଖି ଅଛି ମୁଁ କଥା କହିପାରୁଛି। ଆଉ ଯେତେବେଳେ ଆମ ପାଖରେ ଯୋଉ ଜିନିଷଟା ଅଛି ଯେଉଁପରି ଆମେ ଏଇଟାতে ସବୁ ସ୍କୁଲରେ ବସୁଛନ୍ତି ସ୍କୁଲ ଯାଉଛନ୍ତି ପଢୁଛନ୍ତି ସ୍କୁଲରୁ ବାହାରି ସାରିଲା ପରେ ମନେ ପଡିବ ଯେ ସ୍କୁଲଟା ଭଲ ଥିଲା ସ୍କୁଲ ଲାଇଫ ଭଲ ଥିଲା କିନ୍ତୁ ସେଇଟା ସବୁ ଷ୍ଟେଜରେ ଆପଣେଇବାକୁ ହେଲେ ଆମ ସାଙ୍ଗରେ ଯୋଉ ଯୋଉଗୁଡାକ ଚାଲିଥାଏ ମୋ ସାଙ୍ଗରେ କଣ କଣ ଚାଲିବ ଜୀବନ ସାରା ମୁଁ ଯେ ପର୍ଯ୍ୟନ୍ତ ବଞ୍ଚିଥିବି ମୋ ସାଙ୍ଗରେ ଏ ଶରୀରଟା ଚାଲିଥିବ ମୋ ଗୁଡ଼ ଚାଲିଥିବ ମୋ ଆଖି ଚାଲିଥିବ ତେଣୁ ତାକୁ ପ୍ରଥମେ ପ୍ରଶଂସା କରିବି ମୋ କାନ ଚାଲିଥିବ କାନ ମୋ ସାଙ୍ଗରେ ଯିବ ଜିଭ ମୋ ସାଙ୍ଗରେ ଯିବ ମୋ ହସ ମୋ ସାଙ୍ଗରେ ଯିବ ତେଣୁ ମତେ ଆଉ କିଛି ଛାଡ଼ିବାର ପଶ୍ଚାତାପ ରହିବ ନାହିଁ। ତେଣୁ ମତେ ଖୁସି ହବା ପାଇଁ ଅନ୍ୟ ଜିନିଷ ଆବଶ୍ୟକ ନାହିଁ। ଅଛି କାର ଅଛି ଅନ୍ୟ ଜିନିଷ ଆବଶ୍ୟକ ଏତେ ବଡ଼ ବହୁତ ମୂଲ୍ୟବାନ ଜିନିଷ ଥିଲା ପରେ ବି ଅନ୍ୟ ଜିନିଷ ଆଉ କଣ ଆବଶ୍ୟକ ମୋ ହାତ ହାତ ଏଇଭଳି କଲେ ଉପରକୁ ପୁରା ସିଧା ହାତ ସମସ୍ତେ କରିବେ ମୁଁ ହାତ ହଲେଇ ପାରୁଛି ମୁଁ ବହୁତ ଭାଗ୍ୟବାନ। ତ ଆମ ଭିତରେ ବହୁତ ଯୋଉ ମୂଲ୍ୟବାନ ଜିନିଷ ଅଛି ହାତ ବହୁତ ମୂଲ୍ୟବାନ ଆଖି ବହୁତ ମୂଲ୍ୟବାନ ଏ ଶରୀରର ମୂଲ୍ୟ ହଉଛି କେତେ 240 କୋଟିରୁ ଅଧିକ। ଆଉ ଗୋଟିଏ କଥା ହେଲା ଯେ ପର୍ଯ୍ୟନ୍ତ ଏଇଠି ଜୀବନୀ ଶକ୍ତି ଅଛି ଏ ଶରୀରର ମୂଲ୍ୟ ଅଛି ଏ ଜୀବନୀ ଶକ୍ତି ନାହିଁ ମାନେ ଶରୀର ମୂଲ୍ୟ ନାହିଁ ଡେଡ୍ ସିଏ। ଯେଉଁପରି ଗୋଟେ ପଶୁ ହାତୀଟେ ମରିଗଲା ପରେ ତା ଦାନ୍ତର ବ୍ୟବହାର ହେଇପାରେ ଚମଡ଼ାର ବ୍ୟବହାର ହେଇପାରେ ମଲା ପରେ ବି ତାଙ୍କର ବ୍ୟବହାର ହେଇପାରେ କିନ୍ତୁ ମଣିଷ ଶରୀର ଛାଡ଼ିଲା ପରେ ଏ ଯୋଉ ଆତ୍ମା ଅଛି ଏଇଠି ଇଏ ଛାଡ଼ିଗଲା ପରେ ଏ ଶରୀରର କୌଣସି ମୂଲ୍ୟ ନାହିଁ। କୁହାଯାଏ ଆଖି କିଛି ସମୟ ପାଇଁ ରହିଥାଏ ତାକୁ ନେଇକି ବ୍ୟବହାର କରାଯାଏ କିନ୍ତୁ ଏ ଶରୀରର ତେଣୁ ମୁଁ ଯେ ପର୍ଯ୍ୟନ୍ତ ଏଥିରେ ଅଛି ମୁଁ ଖୁସିରେ ଏ ଶରୀରକୁ ଚଲେଇବି। ଖୁସି ଆରମ୍ଭ କୋଉଠି ହବ ଜଷ୍ଟ ମୁଁ ହସିବି ଏଥିରେ କୌଣସି ଡିପେଣ୍ଡେନ୍ସି ନାହିଁ ଏଥିରେ ମୋବାଇଲ ଦରକାର ନାହିଁ ଏଥିରେ ଚାଟିଂ ଦରକାର ନାହିଁ ଇନଷ୍ଟାଗ୍ରାମ ଦରକାର ନାହିଁ ନା ଦରକାର ଫେସବୁକ୍ ଦରକାର ନାହିଁ। ତ ଆମକୁ ଆମ ଭିତରେ ଯୋଉ ମୂଲ୍ୟ ଅଛି ଆମ ଭିତରେ ଶରୀର ଅଛି ମାଇଣ୍ଡ ଅଛି ଆମେ ତାକୁ ଆଉ ଏକୁ ଦେଲା ବାଲା କିଏ ଏ ଯୋଉ ଶରୀରକୁ ଦେଲା ବାଲା କିଏ ଭଗବାନ ଦେଇଛି ଭଗବାନ ଉପର ବାଲା ଭଗବାନ ସେ ଗଡ ସେ ଲାଇଟ ସୂର୍ଯ୍ୟଙ୍କ ପରି ଲାଇଟ ସେ ଆମକୁ ଏ ଶରୀର ଦେଇଛି ଏ ପ୍ରକୃତି ଦେଇଛି ଏ ବ୍ରହ୍ମାଣ୍ଡ ଦେଇଛି ଆମେ ୟା ଉପରେ ନାଟକ କରୁଛନ୍ତି ବର୍ତ୍ତମାନ ଆମେ ଟିକେ ନାଟକ କରିବା ନାଚିବା ଟିକେ ହେଲା ସମସ୍ତେ ସେ ବସି ବସି ନାଚିବା ତାପରେ ଛିଡ଼ା ହେଇକି ନାଚିବା ହାତ ଉପରକୁ କରିବେ ଦି ହାତ ଉପରକୁ